ବୈକୁଣ୍ଠ ଧାମ ଯାହା ଶାନ୍ତି ଏବଂ ଆନନ୍ଦରେ ଭରି ରହିଛି, ସେଠାରେ ଦୁଇ ଜଣ ଶକ୍ତିଶାଳୀ ଦ୍ୱାରପାଳ ଥିଲେ। ସେମାନଙ୍କ ନାମ ଥିଲା ଜୟ ଏବଂ ବିଜୟ। ସେମାନେ ପ୍ରଭୁ ବିଷ୍ଣୁଙ୍କର ଅତି ପ୍ରିୟ ସେବକ ଥିଲେ ଏବଂ ଅତ୍ୟନ୍ତ ଗର୍ବର ସହ ସେମାନଙ୍କ କର୍ତ୍ତବ୍ୟ ପାଳନ କରୁଥିଲେ। ଦିନେ ସେହି ଦ୍ୱାର ପାଖକୁ 4 ଜଣ ଋଷି ଆସିଲେ। ସେମାନେ ଥିଲେ ସନକା, ସନତାନା, ସନନ୍ଦନା ଏବଂ ସନତ କୁମାର ଅମାଇନ। ଏକତ୍ର ସେମାନଙ୍କୁ 4 କୁମାର ବୋଲି କୁହାଯାଏ। ସେମାନେ ଦେଖିବାକୁ ଖୁବ୍ କୋମଳ ଥିଲେ, କିନ୍ତୁ ଜ୍ଞାନରେ ପରିପୂର୍ଣ୍ଣ ଥିଲେ। ଜୟ ଏବଂ ବିଜୟ 4 କୁମାରଙ୍କର ବାଳକ ସଦୃଶ ରୂପ ଦେଖି ଆସିଲେ। ସେମାନେ କହିଲେ, ତୁମେ ଏତେ ଛୋଟ ପିଲା ପ୍ରଭୁ ବିଷ୍ଣୁଙ୍କୁ ଦେଖିବାକୁ ଚାହୁଁଛ କି? ତାଙ୍କର ବିଶ୍ରାମ ସମୟ ହୋଇଛି, ତୁମେ ପରେ ଆସ। 4 କୁମାର ଅପମାନିତ ଅନୁଭବ କଲେ। ସେମାନେ ଜ୍ଞାନୀ ଥିଲେ, କିନ୍ତୁ ଜୟ ଓ ବିଜୟଙ୍କ ବ୍ୟବହାର ସେମାନଙ୍କୁ କ୍ରୋଧିତ କଲା। ସନତ କୁମାର ଗର୍ଜନ କରି କହିଲେ, ପ୍ରଭୁଙ୍କ ନିକଟରେ କାହାରିକୁ ଭେଦଭାବ କରିବା ଉଚିତ ନୁହେଁ। 4 କୁମାର ଅଭିଶାପ ଦେଲେ, ତୁମେ ଦୁହେଁ ଅହଙ୍କାରରେ ପୂର୍ଣ୍ଣ। ଯେଉଁମାନେ ଭଗବାନଙ୍କୁ ଭଲ ପାଆନ୍ତି, ସେମାନଙ୍କ ମନରେ ଏପରି କ୍ରୋଧ ରହିବା ଉଚିତ ନୁହେଁ। ତେଣୁ ତୁମେ ଦୁହେଁ ବୈକୁଣ୍ଠ ଛାଡ଼ି ମର୍ତ୍ତ୍ୟଲୋକରେ ଶତ୍ରୁ ଭାବରେ ଜନ୍ମ ନିଅ। ଠିକ୍ ସେତିକିବେଳେ ପ୍ରଭୁ ବିଷ୍ଣୁ ସେଠାରେ ପ୍ରକଟ ହେଲେ। ତାଙ୍କର ନୀଳବର୍ଣ୍ଣ ଦେହରୁ ଏକ ଦିବ୍ୟ ଆଲୋକ ଝରି ପଡ଼ୁଥିଲା। ସେ ଜୟ ଓ ବିଜୟଙ୍କ ଆଡ଼କୁ ଦୟାଳୁ ଭାବରେ ଚାହିଁଲେ। ପ୍ରଭୁ ବିଷ୍ଣୁ କୁମାରମାନଙ୍କୁ କହିଲେ, ମୋର ସେବକମାନେ ନିଜ ଭୁଲ ପାଇଁ ଦୁଃଖିତ। ଅଭିଶାପ ଫଳରେ ସେମାନଙ୍କୁ ଯିବାକୁ ପଡ଼ିବ, କିନ୍ତୁ ମୁଁ ସେମାନଙ୍କୁ ଭଲ ପାଏ। ସେମାନେ ତୁମମାନଙ୍କୁ ଅଟକାଇବାର କାରଣ ହେଉଛି ସମୟର ଖେଳ। ବିଷ୍ଣୁ ଜୟ ଏବଂ ବିଜୟଙ୍କୁ ପଚାରିଲେ, ତୁମେ କେଉଁଟି ବାଛିବ ପ୍ରିୟ ସେବକମାନେ? ମର୍ତ୍ତ୍ୟଲୋକରେ 3ଟି ଜନ୍ମ ମୋର ଶତ୍ରୁ ଭାବରେ କିମ୍ବା 7ଟି ଜନ୍ମ ମୋର ଭକ୍ତ ଭାବରେ। ଶତ୍ରୁ ହେଲେ ତୁମେ ମୋତେ ଶୀଘ୍ର ଭେଟିବ। ଜୟ ଓ ବିଜୟ ଏକାଠି କହିଲେ, ହେ ପ୍ରଭୁ, ଆମେ ଆପଣଙ୍କଠାରୁ ଦୂରେଇ ରହିପାରିବୁ ନାହିଁ। ଆମେ ଶତ୍ରୁ ଭାବରେ 3ଟି ଜନ୍ମ ବାଛିବୁ। ଯେତେ କଷ୍ଟ ହେଉ ପଛେ ଆମେ ଖୁବ୍ ଶୀଘ୍ର ଆପଣଙ୍କ ନିକଟକୁ ଫେରିବାକୁ ଚାହୁଁଛୁ। ପ୍ରଭୁ ବିଷ୍ଣୁ ହସିଲେ ଏବଂ କହିଲେ, ତଥାସ୍ତୁ। ଏହିପରି ଭାବରେ ଜୟ ଓ ବିଜୟ 3 ଜନ୍ମ ପାଇଁ ପ୍ରଭୁଙ୍କର ମହାନ ଶତ୍ରୁ ହେବାକୁ ବୈକୁଣ୍ଠରୁ ବିଦାୟ ନେଲେ। ପ୍ରଥମେ ସେମାନେ ହିରଣ୍ୟାକ୍ଷ ଓ ହିରଣ୍ୟକଶିପୁ ଭାବରେ ଜନ୍ମ ହେଲେ।